ସ୍ୱପ୍ନ ସଂଘର୍ଷ ଓ ସଫଳତାର ଏକ ଜୀବନ୍ତ ଦୃଷ୍ଟାନ୍ତ। ତାଙ୍କ ନାମ ହେଉଛି ମାସ୍ ମହାରାଜା ରବି ତେଜା। ଏକ ଛୋଟ ଭୂମିକାରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ରବି ତେଜା ତାଙ୍କ ଦୃଢ଼ ସଂକଳ୍ପ ଓ ଅବିରତ ଶ୍ରମ ଦ୍ୱାରା ସେ ଆଜି ସଫଳତାର ଚିରସ୍ମରଣୀୟ ପରାକାଷ୍ଠାର ମୂର୍ତ୍ତି ଭାବେ ଉଭା ହୋଇଛନ୍ତି। ତାଙ୍କ ଡାୟଲଗ ବୁଲିବାର ନିଆରା କୌଶଳ ତଥା ଆକ୍ସନ ଓ କମେଡି ସିନ୍ରେ ନିଜର ଅଭିନୟକୁ ପୂର୍ଣ୍ଣ କରିବା ପଛରେ ତାଙ୍କ ନିଜ ବ୍ୟକ୍ତିଗତ ଶ୍ରମ ଅତ୍ୟନ୍ତ ପ୍ରଶଂସନୀୟ। ଏହି ଭିଡିଓରେ ଆମେ ରବି ତେଜାଙ୍କ ଫ୍ୟାମିଲି ଷ୍ଟ୍ରଗଲ ଏବଂ ସକ୍ସେସ୍ ଆଚିଭମେଣ୍ଟ ସମ୍ବନ୍ଧିତ ବହୁତ ଗୁଡ଼ିଏ ତଥ୍ୟ ଆପଣଙ୍କ ସାମ୍ନାରେ ଉପସ୍ଥାପନା କରିବାକୁ ଯାଉଛୁ। ଯଦି ଏଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଅନ୍ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ରବି ତେଜା ବା ଭୂପତି ରାଜୁ ରବି ଶଙ୍କର ରାଜୁଙ୍କ ଜନ୍ମ 26 ଜାନୁଆରୀ 1968ରେ ଜଗମପେଟା ଆନ୍ଧ୍ରପ୍ରଦେଶରେ ହୋଇଥିଲା। ତାଙ୍କ ବାପା ରାଜଗୋପାଳ ରାଜୁ ପେଶାରେ ଜଣେ ଫାର୍ମାସିଷ୍ଟ ଥିଲେ ଓ ତାଙ୍କ ମାଙ୍କ ନାମ ରାଜଲକ୍ଷ୍ମୀ। ବାପା ମା ଓ ରବି ତେଜାଙ୍କ ବ୍ୟତୀତ ତାଙ୍କର ଦୁଇ ସାନ ଭାଇ ରଘୁ ରାଜୁ ଓ ଭରତ ରାଜୁ ମଧ୍ୟ ରହିଛନ୍ତି, ଯେଉଁମାନେ ମଧ୍ୟ ତେଲୁଗୁ ସିନେମାର ଜଣେ ପ୍ରସିଦ୍ଧ ଆକ୍ଟର ଅଟନ୍ତି। କିନ୍ତୁ ଦୁଃଖର କଥା, 2017ରେ ହାଇଦ୍ରାବାଦରେ ଏକ କାର ଆକ୍ସିଡେଣ୍ଟରେ ଭରତଙ୍କ ମୃତ୍ୟୁ ହୋଇଛି ଓ ଏହି କାରଣରୁ ରବି ତେଜା ମଧ୍ୟ ବହୁତ ଜୋରରେ ଭାଙ୍ଗି ପଡ଼ିଥିଲେ। ପିଲାବେଳେ ତାଙ୍କ ବାପାଙ୍କ ପ୍ରଫେସନ ପାଇଁ ରବି ତେଜାଙ୍କ ପ୍ରାରମ୍ଭିକ ପଢ଼ା ଜୟପୁର, ଦିଲ୍ଲୀ, ମୁମ୍ବାଇ ଓ ଭୋପାଳ ପରି ସହରରେ ବାରମ୍ବାର ସ୍ଥାନାନ୍ତର ହୋଇଥିଲା ଓ ସେ ଏନ୍ଏସ୍ଏମ୍ ପବ୍ଲିକ ସ୍କୁଲ ବିଜୟୱାଡ଼ାରେ ନିଜର ସ୍କୁଲିଂ କମ୍ପ୍ଲିଟ୍ କଲେ। ଏହାପରେ ସିଧା ଡିଗ୍ରୀ କଲେଜ ଅଫ୍ ବିଜୟୱାଡ଼ାରେ ରବି ତେଜା ନିଜର ବ୍ୟାଚଲର ଅଫ୍ ଆର୍ଟସର କମ୍ପ୍ଲିଟ୍ କରିଥିଲେ। ଦର୍ଶକ ବନ୍ଧୁ, ରବି ତେଜା ପିଲାଟି ଦିନରୁ ହିନ୍ଦୀ ଫିଲ୍ମ ଦେଖିବାକୁ ବହୁତ ପସନ୍ଦ କରୁଥିଲେ ଓ ସେ ନିଜେ ମଧ୍ୟ କୁହନ୍ତି କଲେଜରୁ ଲୁଚି କରି ସେ ଥିଏଟର ପଳେଇ ଯାଉଥିଲେ। ତେଣୁ ସେ ପିଲାଟି ଦିନରୁ ହିଁ ଆକ୍ଟର ବନିବା ପାଇଁ ଚାହୁଁଥିଲେ। ସେଥିପାଇଁ ରବି ତେଜା ଆଉ ଅଧିକ ନ ପଢ଼ି ଆକ୍ଟିଂ କରିବା ପାଇଁ ଚେନ୍ନାଇ ପଳେଇ ଯାଇଥିଲେ। ମାତ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ସେମିତି କାହା ସହ ଚିହ୍ନା ଜଣା ନଥିବାରୁ ରବି ତେଜାଙ୍କ ପ୍ରାରମ୍ଭିକ ଅଭିନୟ ଜୀବନଟି ବହୁତ ସଂଘର୍ଷମୟ ଥିଲା। ସେ 1990ରେ ଫିଲ୍ମ କର୍ତ୍ତବ୍ୟମ୍ ଦ୍ୱାରା ହାଲାକି ଚଳଚ୍ଚିତ୍ରର ପ୍ରାଙ୍ଗଣରେ ପାଦ ଦେଇଥିଲେ। ମାତ୍ର 1990ରୁ ପାଖାପାଖି 4-5 ବର୍ଷ ସେ କେବଳ ଫିଲ୍ମରେ ସପୋର୍ଟିଂ ରୋଲରେ ନଜର ଆସିଥିଲେ। ତାଙ୍କ କ୍ୟାରିୟରର ପ୍ରଥମ 7-8ଟି ଫିଲ୍ମରେ ତାଙ୍କୁ କୌଣସି ମଧ୍ୟ ଫିଲ୍ମରେ କ୍ରେଡିଟ୍ ମିଳିନଥିଲା। ମାତ୍ର ଏତେ ଦିନ ଭିତରେ ରବି ତେଜାଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଡିରେକ୍ଟରଙ୍କ ସହିତ ଚିହ୍ନାଜଣା ହୋଇସାରିଥିଲା। ତେଣୁ ସେଥିପାଇଁ ମଧ୍ୟ ରବି ତେଜାଙ୍କୁ ଫିଲ୍ମର ଛୋଟ ଛୋଟ କ୍ୟାରେକ୍ଟର ଅତି ସହଜରେ ମିଳିଯାଉଥିଲା। ଆଉ ଏହି ସମୟରେ ରବି ତେଜା ବିଭିନ୍ନ ସିରିଏଲ ଓ ଫିଲ୍ମରେ ଆସିଷ୍ଟାଣ୍ଟ ଡିରେକ୍ଟର ଭାବେ ମଧ୍ୟ କାମ କରିଥିଲେ। କିନ୍ତୁ ଦର୍ଶକ ବନ୍ଧୁ, କଥାରେ ଅଛି ୱକ୍ତ ସବକା ବଦଲତା ହେ। ସେମିତି ମଧ୍ୟ ରବି ତେଜାଙ୍କ ଦଶନ୍ଧି ଧରି ପରିଶ୍ରମର ଅନ୍ତ ଘଟିଲା ଓ 1969ରେ ନି କୋସାମେ ନାମକ ଏକ ତେଲୁଗୁ ଫିଲ୍ମ ଦ୍ୱାରା ରବି ତେଜା ଫିଲ୍ମ ଦୁନିଆରେ ଏଜ୍ ଏ ଲିଡ୍ ଆକ୍ଟର ରୋଲରେ ନଜର ଆସିଲେ। ହାଲାକି ଏହି ଫିଲ୍ମଟି ବକ୍ସ ଅଫିସରେ ଏଭରେଜ ଫିଲ୍ମରେ ପରିଣତ ହେଲା। ମାତ୍ର ଏହି ଫିଲ୍ମରେ ରବି ତେଜାଙ୍କ ୟୁନିକ୍ ଆକ୍ଟିଂ କାରଣରୁ ତାଙ୍କୁ ନନ୍ଦୀ ସ୍ପେଶିଆଲ ଜୁରି ଆୱାର୍ଡରେ ମଧ୍ୟ ପୁରସ୍କୃତ କରାଗଲା। ଏହାପରେ ରବି ତେଜା ଇତଲୁ ଶ୍ରାଭାନୀ ସୁବ୍ରମଣ୍ୟମ, ଅବୁଲୁ ଭଲିଦାରୁ, ଇସ୍ତା ପଡ଼ଡୋରୁ ଓ ଇଡିୟଟ ପରି ଫିଲ୍ମରେ ଅଭିନୟ କରି ନିଜ କମେଡି, ରୋମାନ୍ସ ଓ ଆକ୍ସନ ଭରା ଅଭିନୟ ଦ୍ୱାରା ତାଙ୍କର ପ୍ରତ୍ୟେକ ଫିଲ୍ମ ସୁପରହିଟ୍ରେ ପରିଣତ ହେଲା। ଆଉ ତାଙ୍କର ଏହି କମର୍ସିଆଲ ସକ୍ସେସକୁ ଅଧିକ ଦ୍ରୁତଗାମୀ କରିଥିଲା 2006ରେ ଏସ୍ ରାଜାମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ବିକ୍ରମାଙ୍କୁଡରୁ। ସେ ସମୟରେ ଏହି ଫିଲ୍ମର ଲୋକପ୍ରିୟତାକୁ ଆପଣ ଏଥିରୁ ହିଁ ଅନୁମାନ କରିପାରିବେ। ଏହାକୁ ହିନ୍ଦୀରେ ପୁଣି ରାଉଡି ରାଠୋର ନାମରେ ରିମେକ୍ କରାଯାଇଥିଲା, ଯେଉଁଥିରେ ଅକ୍ଷୟ କୁମାର ମୁଖ୍ୟ ନାୟକ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମ ପରେ ରବି ତେଜା ଆଉ କେବେ ପଛକୁ ନ ଚାହିଁ ଗୋଟେ ପରେ ଗୋଟେ ଅନେକ ଫିଲ୍ମରେ ନଜର ଆସିଲେ। ତାଙ୍କର କେତେ ଗୁଡ଼ିଏ ପ୍ରମୁଖ ଫିଲ୍ମ ମଧ୍ୟରୁ କିକ୍, ବୀରା, କିକ୍ 2, ବେଙ୍ଗଲ ଟାଇଗର, ରାଜା ଦ ଗ୍ରେଟ୍, ଅମର ଆକବର ଏନ୍ଥୋନି, ଡିସ୍କୋ ରାଜା, ଟଚ୍ ଚେସି ଚୋଡୋ, नील टिकेट, क्राक, धमाका, खिलाड़ी, रामाराव ऑन ड्यूटी, रावणासुर, टाइगर नागेश्वर राव, मिस्टर बच्चन, इगल परी प्राय 64टी फिल्म रे रवि तेजा अभिनय कर सारी। अभिनय बेले कॉमेडी, एक्शन, डांस एवं रोमांस करिवार नियारा कला संपन्न रवि तेजा ताको अभिनय जीवनर सफलता सदृश अनेक पुरस्कारर अधिकारी हो पारिछन्ते। से पाइथिबा प्रमुख अवार्ड्स मध्यरु 2 थर नंदी अवार्ड्स, फिल्मफेयर अवार्ड साउथ परी अनेक पुरस्कार रे पुरस्कृत होइछन्ते। रवि तेजा निज व्यक्तिगत जीवन रे 2002 रे कल्याणी सहित विवाह बंधन रे बांधी होइथिले ओ एबे तांकर जने झियो मुक्सधा और जने पुओ महाधन रहिछन्ते। वास्तव में से जहाँ भी होना कहीं वर्तमान 56 वर्षीय रवि तेजा अभिनय को देखिले तांकु जने युवक ठारू कम लागेनी।
एक साधारण परिवार फिल्म दुनिया को आसीथिबा रवि तेजा निजर अपरिमित कष्ट और संघर्ष मध्य आज तेलुगु चलचित्र जगत में एक चिरस्मरणीय नाम करने सहित असंख्य फिल्म लवर को पसंदीदा एक्टर बनी पारिछन्ते और तेलुगु फिल्म इंडस्ट्री रे से मास महाराजा नाम रे नामित होई पारिछन्ते। जदि आपण मध्य रवि तेजा यूनिक एक्टिंग को पसंद करती ताले निश्चित वीडियो को लाइक करिवे एवं साउथ फिल्म इंडस्ट्री रे आपण को पसंदीदा एक्टर किए निश्चित कमेंट बॉक्स रे बतैबे। रहुछि जय जगन्नाथ।